ଆଜିର କେତେ ହୋଇ ଧର୍ମସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜଗନ୍ନାଥ ତତ୍ତ୍ୱ ଆଲୋଚନାରେ ମୁଁ କିଛି କହିବା ପାଇଁ ଯାଉଛି। ଜଗନ୍ନାଥ କହିଲେ ଜଗତର ନାଥ, ଯେ ସେ ଜଗନ୍ନାଥ ଜଗତର ଆଧାର। ଜଗତର ଆଧାର ହେଉଛନ୍ତି ଚେତନା, ଏବଂ ସେହି ଚେତନା ହେଉଛନ୍ତି ବ୍ରହ୍ମ। ଜଗନ୍ନାଥ ହେଉଛନ୍ତି ବ୍ରହ୍ମଙ୍କର ସ୍ୱରୂପ। ତାହେଲେ ଆମର ମହାପୁରୁଷ ବିଦ୍ୟା 6-4-5 ଶ୍ଲୋକ କହେ, ସିଂହାସନେ ତୁ ପ୍ରଣବମୟେ ଯାତୁ ମୟୋଜିତା ଅର୍ଦ୍ଧମାତ୍ରା ବିନ୍ଦୁଜୋତା ନାଦ ପୂର୍ଣ୍ଣ ସ୍ୱରୂପିଣୀ ତସ୍ୟା ମଧ୍ୟେ ଜଗନ୍ନାଥ ସ୍ୱରୂପେଣ ବିରାଜତେ ଚିଦାନନ୍ଦମୟ ସ୍ୱାମୀ ଦାରୋବ୍ୟାଜ ସ୍ୱରୂପାନ୍। ପ୍ରଣବ ରୂପ ସିଂହାସନରେ ଶ୍ରୀ ବିଜେ କରିଛନ୍ତି। ପ୍ରଣବ ହେଉଛି ଓଙ୍କାର। ଏଥିରେ ସନ୍ନିହିତ ଅର୍ଦ୍ଧମାତ୍ର, ଯାହାକି ନାଦ ରୂପେ କଥିତ, ତାହା ବିନ୍ଦୁ ସଂଯୁକ୍ତ ହୋଇ ଚନ୍ଦ୍ରବିନ୍ଦୁ ହୋଇଛନ୍ତି। ଏହି ନାଦବିନ୍ଦୁ ବ୍ରହ୍ମସ୍ୱରୂପ ସେହି ପ୍ରଣବ ମଧ୍ୟରେ ଶ୍ରୀ ଜଗନ୍ନାଥ ଦାରୁ ରୂପ ଧାରଣ କରି ବିରାଜମାନ କରିଛନ୍ତି। ସେ ଜଗନ୍ନାଥ ହେଲେ ଓଙ୍କାର ସ୍ୱରୂପ। ଓଙ୍କାର କହିଲେ ଚେତନାର ଗୁଣଯୁକ୍ତ ଅବସ୍ଥାକୁ ଓଙ୍କାର କହନ୍ତି। ତାପରେ ସ୍କନ୍ଦ ପୁରାଣର 15 নম্বର ଅଧ୍ୟାୟ 37 ଶ୍ଲୋକ କହୁଛି, ଦେବ ଦେବ ଜଗନ୍ନାଥ ପ୍ରଣତାର୍ତି ବିନାଶନ ତ୍ରାହି ମାଂ ପୁଣ୍ଡରୀକାକ୍ଷ ପତିତଂ ଭବସାଗରେ। ତାହେଲେ ସେହି ଜଗନ୍ନାଥ ପୁଣ୍ଡରୀ ମଧ୍ୟରେ ଅଛନ୍ତି, ବା ମଣିଷ ଶରୀର ମଧ୍ୟରେ ଯେଉଁ ଆତ୍ମା ବିରାଜମାନ କରିছে, ସେହି ଆତ୍ମା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଆତ୍ମା ସଚ୍ଚିତ୍ ଆନନ୍ଦର ପ୍ରତୀକ। ଏକ ସତ୍ତା ଅଛି, ଯାହାକୁ ଚେତନା ବା ଜ୍ଞାନ ବା ଗୁରୁଙ୍କ ଦ୍ୱାରା, ଗୁରୁ ଶକ୍ତି ଦ୍ୱାରା ଜାଣିପାରୁ, ତାକୁ ହିଁ ତାମାନେ କୁହାଯାଏ ଚିତ୍ ଶକ୍ତି, ଜ୍ଞାନ ଶକ୍ତି। ତାହେଲେ ସେହି ଚେତନା ସ୍ୱରୂପ ଓଙ୍କାର ସ୍ୱରୂପ ହେଉଛନ୍ତି ଜଗନ୍ନାଥ। ତାପରେ ଆଉ ଗୋଟେ ଶ୍ଲୋକ ଅଛି, ମମ ଆତ୍ମା ଜଗନ୍ନାଥ ମଦ୍ଗୁରୁ ଜଗତଗୁରୁ। ସ୍ତୋତ୍ରରେ ଆମେ ପଢ଼ୁଛୁଁ ଯେ ମୋର ଆତ୍ମା ହେଉଛନ୍ତି ଜଗନ୍ନାଥ। ସମସ୍ତଙ୍କ ଶରୀରରେ ପୁଣ୍ଡରୀକାକ୍ଷ ମାନେ ପୁଣ୍ଡରୀ ମାନେ ଶରୀର, ସମସ୍ତଙ୍କ ଶରୀରରେ ଆତ୍ମା ରୂପରେ ଯେ ବିରାଜମାନ କରିଛନ୍ତି, ସେ ହେଲେ ଜଗନ୍ନାଥ। ଏବଂ ସେହି ଜଗନ୍ନାଥ ବା ଆତ୍ମା ବା ଚେତନା ହେଉଛନ୍ତି ଆମର ଗୁରୁ ବା ଜଗତଗୁରୁ। ଗୁରୁ କହିଲେ ଚେତନାକୁ ହିଁ ଗୁରୁ କୁହାଯାଏ, ଗୁରୁ ଶକ୍ତିକୁ ହିଁ ଗୁରୁ କୁହାଯାଏ, କୌଣସି ଶରୀର ଗୁରୁ ନୁହନ୍ତି। ଶରୀର ଭିତରେ ଯେଉଁ ଚେତନା ଶକ୍ତି ବା ଜ୍ଞାନ ଶକ୍ତି ପ୍ରବାହିତ ହେଉଛି, ସେ ଜ୍ଞାନ ଶକ୍ତି ହିଁ ଗୁରୁ। ତେଣୁ ଗୁରୁ ଅର୍ଥ ଜ୍ଞାନ। ଜ୍ଞାନ ଅର୍ଥ ପ୍ରକୃତ ସତ୍ୟକୁ ବୁଝିବାର କ୍ଷମତାର ନାମ ହେଲା ଜ୍ଞାନ। ତାହେଲେ ଆମେ ତାମାନେ ଗୁରୁ ମରିଗଲେ ବୋଲି କହୁଛୁ। ଗୁରୁ ମରିଗଲେ ବୋଲି କହିବା ହେଉଛି ଅପରାଧ। ଗୁରୁଙ୍କର ଶ୍ରାଦ୍ଧ ଦିବସ ପାଳନ କରିବା ହେଉଛି ମହାପାପ ବୋଲି ଦିବ୍ୟ ଦର୍ଶନ କହିଥାଏ। ଆଜି ହେଉଛି ରଥଯାତ୍ରା। ଏହି ରଥଯାତ୍ରା ହେଉଛି ତତ୍ତ୍ୱର ଆଲୋଚନା ଯାତ୍ରା, ମଣିଷ ଜୀବନଯାତ୍ରାର ଯାତ୍ରା। ଏ ଅଚେତନ ଦେହ ହେଲା ଏକ ରଥ। ଇନ୍ଦ୍ରିୟ ଗଣ ସେହି ରଥର ହେଲେ ଗତି ସ୍ୱରୂପ। ପ୍ରାଣ ପବନ ବେଗରେ ସେ ରଥ ଚାଲୁଛି। ମନ ତାର ରଶ୍ମି ବା ଆଲୋକ ପ୍ରଦାନ କରୁଛି। ଅନ୍ଧାର ହେଲେ ରଥ ଖାଲଟି ପରି ପଡ଼ିଯିବ। ଜ୍ଞାନ ଆଲୋକରେ ରଥ ପରିଚାଳିତ ହେଉଛି। ମନ ତାର ରଶ୍ମି ହେଲା। ତାପରେ ଗନ୍ତବ୍ୟ ସ୍ଥଳ ହେଲା ପରମାନନ୍ଦ ବା ପରମାତ୍ମାଙ୍କ ସହିତ ଲୀନ ହେବା। ଜୀବାତ୍ମା ସବୁବେଳେ ଯେଉଁଠାରୁ ଆସିଛି, ପରମାତ୍ମାଙ୍କ ଠାରୁ ଆସିଛେ, ସେଠାରେ ଲୀନ ହେବା ପାଇଁ ସେଟା ଯାତ୍ରା ଆରମ୍ଭ କରିছে। 84 ଲକ୍ଷ ଯୋନି ଅତିକ୍ରମ କରି ମଣିଷ ସ୍ଥିତିରେ ବର୍ତ୍ତମାନ ଅଛି। କିନ୍ତୁ ଆମେ କହିବା ମଣିଷ ସ୍ଥିତିରେ ଏବେ ନାହିଁ, ଆଉ ଅଧା ବାଟ ତାକୁ ଯିବାର ଅଛି। ବର୍ତ୍ତମାନ ପଶୁ ସ୍ଥିତିରେ ଅଛି। କାହିଁକି? ମନର ଈଶକୁ ମଣିଷ କୁହାଯାଏ, କିନ୍ତୁ ମଣିଷ ଏବେ ମନର ଦାସ ହୋଇଥିବାରୁ ପଶୁ ସଦୃଶ। ପଶୁରୁ ପୁଣି ତାକୁ ମଣିଷ ହେବାକୁ ପଡ଼ିବ। ମଣିଷ ହୋଇ ପୁଣି ଦୈବିଗୁଣ ଧାରଣ କରି ଦେବତା ହେବାକୁ ପଡ଼ିବ। ଦେବତାରୁ ପୁଣି ବ୍ରହ୍ମତ୍ୱ ବା ବ୍ରହ୍ମକୁ ନିଜ ଶରୀର ଭିତରେ ଅନୁଭବ କରି ବ୍ରାହ୍ମଣ ହେବାକୁ ପଡ଼ିବ। ତାପରେ ବ୍ରାହ୍ମଣ ହେଲା ପରେ ଯାଇ ନିଜ ହୃଦୟରେ ଆତ୍ମାକୁ ଅନୁଭବ କରି ସେ ପରମାତ୍ମାଙ୍କୁ ଅନୁଭବ କରି ସେ ପରମାତ୍ମାଙ୍କ ଠାରେ ଲୀନ ହୋଇପାରିବ। ଏତିକି କହି ମୋର ବକ୍ତବ୍ୟ ସମାପ୍ତ କରୁଅଛି ଏବଂ ସମ୍ପାଦକ ସୁଶାନ୍ତ ପଣ୍ଡାଙ୍କୁ କିଛି କହିବା ପାଇଁ ଅନୁରୋଧ